ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। अष्टम अध्याय अक्षर ब्रह्म योगा। शुक्ल मार्ग और कृष्ण मार्ग मरणोत्तर जीवर गति। जत्र काले तो नावृत्ति मावृत्तिं चैव योगिनः प्रयाता जन्ति तं कालं वक्ष्यामि भरतस्सर्व। अग्निज्योतिरः शुक्ल षण्मासा उत्तरायणं तत्र प्रयाता गच्छन्ति ब्रह्म विदो जनाः। धूमो रात्रिस्तथा कृष्णः षण्मासा दक्षिणायनं तत्र चान्द्रमसं ज्योति योगी प्राप्य निवर्त्यते। शुक्ल कृष्णे गति हेते जगतः शाश्वते मते। एकाया जत्यनावृत्ति मन्यया वर्तते पुनः नेते श्रुति पार्थ जानन् योगी मुह्यति कश्चन। तस्माच्चर्वेषु कालेषु योगो युक्तो भवार्जुन। वेदेषु यज्ञेषु तपस्सु चैव दानेषु यत् पुण्यफलं प्रदिष्टम् अतेति तत्सर्वमिदं विदिता योगी परम स्थानमुपेति चाद्यम। अर्थ ही भरत सर्व जो समय मृत हेले योगी माने अपुनरावृत्ति एवं पुनरावृत्ति प्राप्त हुअन्ति ସେହି काल विषय कहिबी। अग्नि ज्योति दिन शुक्ल पक्ष उत्तरायण षण्मासादि एथिरे गमन करी ब्रह्मवेता माने ब्रह्म को लाभ करती। धूम रात्रि कृष्ण पक्ष दक्षिणायन षण्मासादि योगी पुरुष चांद्रमास ज्योति पाई पुनरावृत्ति हुअन्ति। जगतर शुक्ल ज्योतिर्मय और कृष्ण अंधकारमय ए दुई पथ नित्य बोली कथित। गोटिए द्वारा अनावृत्ति प्राप्त हुअन्ति अन्यटी द्वारा पुनर्जन्म प्राप्त हुअन्ति। ही पार्थ एही मार्गद्वय अवगत होई कौनसी योगी पुरुष भ्रांति रे पतित हुअन्ति नाही। अतएव हे अर्जुन सर्वदा योगयुक्त हुओ। वेदरे यज्ञरे तपस्यारे एवं दान समूहरे ଯେଉଁ पुण्यफल निरूपित होइछि एही तत्व अवगत होई योगी ସେହି समस्त फल अतिक्रम करନ୍ତି एवं आद्य उच्चतम पद लाभ करନ୍ତି। व्याख्या आत्मार घट परिवर्तन प्रक्रिया को मृत्यु कुहाଯାଏ। देह प्रति संसार प्रति जार आसक्ति जेतिके अधिक मृत्यु ता पाई सेतिके भयावह। एहा व्यक्तिर अज्ञान जनित एक मानसिक भय। ଯେଉଁମାନେ आत्मतत्वदर्शी आत्मानुभवी ସେମାନଙ୍କ ପାଇଁ ମୃତ୍ୟୁ ନିରର୍ଥକ ଓ ସୁଖଦାୟୀ। ସେମାନେ ଭାବନ୍ତି ଯେ ଏ ଶରୀର ରୂପୀ ବସ୍ତ୍ର ପୁରୁଣା ହୋଇଗଲାଣି ପିନ୍ଧିବା ଯୋଗ୍ୟ ନୁହେଁ ନୂଆ ବସ୍ତ୍ର ପରିବର୍ତ୍ତନ ଆବଶ୍ୟକ। ସେମାନେ ମୃତ୍ୟୁକୁ ଏହିପରି ଜୀର୍ଣ୍ଣ ବସ୍ତ୍ର ପରିବର୍ତ୍ତନ କରି ନୂତନ ବସ୍ତ୍ର ଧାରଣ କରିବା ଭଳି ଏକ ସାଧାରଣ ଘଟଣା ମନେ କରନ୍ତି। ଦେହ ସର୍ବସ୍ୱ ବ୍ୟକ୍ତି ପାଇଁ ମୃତ୍ୟୁ ଯନ୍ତ୍ରଣାଦାୟକ। ଯେଉଁ ସୃଷ୍ଟିର ଯେଉଁ କାଳାବଧିରେ ମୃତ୍ୟୁର ଆଧିପତ୍ୟ ଥାଏ ତାକୁ ମର୍ତ୍ତ୍ୟ କୁହାଯାଏ। ମର୍ତ୍ତ୍ୟଲୋକରେ ମନୁଷ୍ୟ ଆତ୍ମବିସ୍ମୃତ ହୋଇ ଦେହାଭିମାନୀ ହୋଇପଡ଼େ। ତେଣୁ ଏଠାରେ ମୃତ୍ୟୁ ଏକ ଦୁଃଖଦ ଘଟଣା। ଏଥିପାଇଁ ମର୍ତ୍ତ୍ୟଲୋକରେ ଜନ୍ମ ହେବା ମଧ୍ୟ ଏକ ଦଣ୍ଡଭୋଗ ବୋଲି ବିଚାର କରାଯାଏ। ଦେହାଭିମାନ ପାପାଚରଣ କରାଏ। ପାପରୁ ଭୟଜାତ ହୁଏ। ପାପଃ ଭୟସ୍ୟ କାରଣମ୍। ତେଣୁ ମର୍ତ୍ତ୍ୟଲୋକରେ ପାପାଚରଣ ଯେତେବେଳେ ଅତ୍ୟଧିକ ବଢ଼ିଯାଏ ସେତେବେଳେ ଏଠାରେ ପରମାତ୍ମାଙ୍କ ଅବତରଣ ହୁଏ। ଜ୍ଞାନ ରୂପକ ଦିବ୍ୟ ଦୃଷ୍ଟି ପ୍ରଦାନ କରି ସେ ଆତ୍ମା ଓ ପରମାତ୍ମା ସାକ୍ଷାତକାର କରାନ୍ତି। ଆତ୍ମ ସାକ୍ଷାତକାର ଦ୍ୱାରା ମୃତ୍ୟୁ ଭ୍ରାନ୍ତି ଦୂର ହୁଏ। ଆତ୍ମାକୁ ସାକ୍ଷାତ ଅନୁଭବ କରିବା ହେଉଛି ଆତ୍ମ ସାକ୍ଷାତକାର। ଆତ୍ମାନୁଭୂତି ପରମାତ୍ମାନୁଭୂତି ପାଇଁ ରଥ ପଥ ପ୍ରଶସ୍ତ କରେ। ପରମାତ୍ମା ପ୍ରାପ୍ତି ପରେ ସମସ୍ତ ମୋହ କ୍ଷୟ ପ୍ରାପ୍ତ ହୋଇ ବ୍ୟକ୍ତି ମୋକ୍ଷ ଲାଭ କରେ ଓ ଆଉ ଥରେ ସେ ମର୍ତ୍ତ୍ୟଲୋକରେ ଜନ୍ମ ହୁଏ ନାହିଁ। ଏହା ଅପୁନରାବୃତ୍ତି ମାର୍ଗ। ମୋହଗ୍ରସ୍ତ ବ୍ୟକ୍ତି
ବାରମ୍ବାର ମର୍ତ୍ତ୍ୟଲୋକରେ ଜନ୍ମ ହୁଏ। ଏହା ପୁନରାବୃତ୍ତି ମାର୍ଗ। ଉପନିଷଦ, ବ୍ରହ୍ମସୂତ୍ର ଓ ପୁରାଣମାନଙ୍କରେ ଅପୁନରାବୃତ୍ତିକୁ ଶୁକ୍ଳ ମାର୍ଗ ଓ ପୁନରାବୃତ୍ତିକୁ କୃଷ୍ଣ ମାର୍ଗ କୁହାଯାଏ। କେତେକ ସ୍ଥାନରେ ଗୀତା ତାର ସ୍ୱାଭାବିକ ଦର୍ଶନରୁ ଓହରି ଆସି ବୈଦାନ୍ତିକ ଗ୍ରନ୍ଥମାନଙ୍କ ପ୍ରଭାବରେ ପ୍ରଭାବିତ ହୋଇଛି। କେତେକଙ୍କ ମତରେ ବୈଦାନ୍ତିକ ସିଦ୍ଧାନ୍ତକୁ ପ୍ରମାଣିତ କରିବା ପାଇଁ ବିଭିନ୍ନ ସମୟରେ ଗୀତାରେ ତଦନୁରୂପ ନବୀନ ଶ୍ଲୋକଗୁଡ଼ିକୁ ସଂଯୋଜିତ କରାଯାଇଛି। ଗୀତାରେ ପରମାତ୍ମା ହିଁ ସର୍ବୋପରି। ବେଦାଦି ଗ୍ରନ୍ଥ ସମୂହରେ ଭୂତ ପ୍ରକୃତିର ବିଭିନ୍ନ କ୍ରିୟାର କର୍ତ୍ତା ଭାବେ ଭିନ୍ନ ଭିନ୍ନ ଦେବତାଙ୍କ ପରିକଳ୍ପନା କରାଯାଇଛି। ଜ୍ୟୋତି, ଅଗ୍ନି, ଦିବସ, ଶୁକ୍ଳପକ୍ଷ ଓ ଉତ୍ତରାୟଣ ଅଧିପତି ଦେବତାଗଣ ମୃତ୍ୟୁ ପରେ ଶୁକ୍ଳ ମାର୍ଗରେ ପରିଚାଳିତ କରନ୍ତି। ଏହାର ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ହେଲା, ଜ୍ଞାନୀ ବ୍ୟକ୍ତି ପରମାତ୍ମାକୁ ଜାଣିଥିବାରୁ ଓ ତାଙ୍କୁ ଅନନ୍ୟ ଭକ୍ତି କରୁଥିବାରୁ ସେମାନେ ଶୁକ୍ଳ ମାର୍ଗରେ ଗତି କରି ପରମ ପଦ ଲାଭ କରନ୍ତି। ସେମାନଙ୍କୁ ଆଉ ମୃତ୍ୟୁ ଲୋକରେ ପୁନର୍ବାର ଜନ୍ମ ନେବାକୁ ପଡ଼େ ନାହିଁ। ଏହାକୁ ସଦ୍ଗତି କୁହାଯାଏ। ତେଣୁ ପୁଣ୍ୟାତ୍ମାମାନେ ଯେଉଁ ସମୟରେ ଶରୀର ତ୍ୟାଗ କରନ୍ତୁ ନା କାହିଁକି, ସେହି ଦିବସକୁ ପୁଣ୍ୟତିଥି କୁହାଯାଏ। କ୍ରମଶଃ ଓମ୍ ଶାନ୍ତି।